ଅଧ୍ୟାପକ ଗୌରହରି ମହାନ୍ତିଙ୍କର ଆଲେଖ୍ୟ ତିନୋଟି। ଭେକ, ଭୋକ, ଭକ୍ଷକ। ଭୋଗ, ସମ୍ଭୋଗ, ଉପଭୋଗ। ଆଗ୍ରହ, ସଂଗ୍ରହ, ବିଗ୍ରହ। ମୌନ ନୁହେଁ ମଣିଷ, ବିଚାରବନ୍ତରେ ବିବେକ। ଆଶାର ଅଧୀର ଅସୁର। ଘଟଣାକ୍ରମ ଦୁଃଖକୁ ସୁଖ କରେ, ସୁଖକୁ ଦୁଃଖ କରେ। କର କପାଳକୁ, କପାଳ କରକୁ। ଧରେ ଆଦରେ ଇଚ୍ଛାକୁ ଅନିଚ୍ଛାକୁ, ଇଚ୍ଛାନ୍ତର ଇଚ୍ଛାକୁ। ପ୍ରଶ୍ରୟ ଦେବାକୁ ପଥିକକୁ, ପ୍ରୟାସ ପଥକୁ, ପ୍ରଶଂସା ଗୁଣ କୀର୍ତ୍ତନକୁ। ଘଣ୍ଟ ବାଜିଲା ମନ୍ଦିରରେ, ଘର ପୂରିଲା ମହକରେ। ଘଟ ଆବାଜ ଦେଲା ଚେତନାରେ। ଘଣ୍ଟା ଶବ୍ଦ କରି ଚାଲେ, ସମୟ ନିଶବ୍ଦ ସ୍ୱରରେ। ସଂକେତ ଠାରରେ ଠାରରେ। ପଡ଼ି ଉଠି ଚାଲେ ନର, ଗତାନୁଗତିକ ଢଙ୍ଗରେ ବିଚାର। ପରିବର୍ତ୍ତନକୁ ବାଧ୍ୟ ସଂସାର। କହିବାକୁ ଭାବି କହି ହୁଏ ନା, ଆଖି ଖୋଲିଲେ ଦେଖା ମିଳେ ନା, ଆଖି ବୁଜିଲେ ନିଦ ଆସେ ନା। ମତାନ୍ତରରେ ମଣିଷକୁ ମନ, ପୂଜିତ ଶିଳା ବିଗ୍ରହକୁ ମନ୍ତ୍ର। ମାୟାକୁ ବିଶ୍ୱାସ ଯୋଗଉଛି ମମତା। ଶେଷ ହୋଇଛି ଅତୀତ, ଦୌଡ଼ୁଛି ଆବର୍ତ୍ତ। ଗୋଡ଼ କାଢ଼ି ବସିଛି ଭବିଷ୍ୟତ। ହେଇ ତ ଆସିଲା କିଏ କହୁଛି ସାଧକ, ଆଉ କିଏ କହୁଛି ମହକ। ସକଳ କହୁଛନ୍ତି ଆଦର କରିବାକୁ ହେବ ଶାବକ।